ଆଜି ମୋ ସ୍ୱାମୀ କହିଲେ ଚାଲ ମାଉସୀ ଦୋକାନକୁ ଯିବା କିଛି ଖାଇକି ଆସିବା। ତ ମୁଁ କହିଲି ଆଉ ଚାଲ ଆଉ ତମେ କହିବ ମୁଁ କଣ ମନା କରିପାରିବି। ତ ଆମେ ଚାଲିଲୁ ଓଟି ଡ୍ୟୁଟି କରିବାର ନା ଆଉ ଟାଇମ ହଉନି ଇଆଡେ ଆସିକି ଖାଇବା ପାଇଁ ନହେଲେ ଆମେ ପ୍ରାୟ ବେଳେ ବେଳେ ଖାଲି ଟାଇମ ରେ ଆସିକି ଖାଇକି ଯାଉ। ତାଙ୍କ ଭାଇ ଗାଁକୁ ପଳେଇଛନ୍ତି ନା ସେ ଓଟି ଡ୍ୟୁଟି ଭିତରେ ନା ଦେହ ହାତ ଦରଜ ହେଇଯାଉଛି ଆଉ ଟାଇମ ହେଲେ ହଉନି। ତ ଆମେ ଆଉ ଆସିପାରୁନୁ ଡ୍ୟୁଟିରେ ମୁଁ କହିଲି ଟିକେ ଖାଇଦିଅ ବୋଲି ଆଉ ସେ ଝାଳ ଗରମରେ ଆଉ ଖାଇଲେନି ସେଥିପାଇଁ ନା ଏଠିକି ଆସିଲୁ ଭାରି ଆଉ। ଏଇଠି ମାଉସୀ ଖାସ ଚଟଣି ଟା ବହୁତ ବଢିଆ ବନାଏ ସେଇଥିପାଇଁ ନା ମୋ ସ୍ୱାମୀର ବେଶୀ ପସନ୍ଦ ହେଇଯାଏ। ସେଥିପାଇଁ ନା କହିଲେ ଚାଲେ ମାଉସୀ ଦୋକାନକୁ ଯିବା ଖାଇକି ହିଁ ଆସିବା। ଏଇଠି ଏଇ ଛକରେ ଏମିତି ମିଳୁଛି ଆଉ ଭଲ ଲାଗୁଛି ଯେ ମରିଚ ବରା ଝିଲାପି ବେଶୀ ଭଲ ଲାଗୁଛି ଏଇ ଚଟଣି ଟା ମତେ ତ ତେଲ ଜିନିଷ ମୁଁ ବେଶୀ ଖାଏନି। ହେଲେ କିନ୍ତୁ ଆସିଛି ଯେହେତୁ ତ କହିଲେ ଗୋଟେ ଚାଖି ଦଉଛି ଆଉ କେମିତି ଲାଗୁଛି ବୋଲି ଆଉ। ଆଉ ଯାହା ବି ହେଇଯାଉ ଖାଇବା ସରିଲା ମାତ୍ରେ ଥଣ୍ଡା ଟା ନିହାତି ଦରକାର ସେ ଭାତ ହଉ କି ଜଳଖିଆ ହଉ ଯାହା ହଉଛି। ଦିନକୁ ଦିନକୁ 2ଟା ଥଣ୍ଡା ସେ ନିହାତି ପିଇବେ। ଆମ ଘରେ ଖାଲି କାଚ ରଖିଦେଇଛି ମୁଁ ଗଧା କରିଦେଇଛି। ତ ଆମେ ବାହାରି ପଡିଲୁ ଖିଆ ସରିଗଲା ଏବେ ଆମେ ଘରକୁ ଆସିବୁ। ଏଇ ଗଲା ଭିତରେ ନା ମୋର ଟିକେ ମନେ ପଡିଗଲା ଆମ କମ୍ପାନୀ କଥା। ମୁଁ କହିଲି ଚାଲ ଟିକେ ଆମ କମ୍ପାନୀ କି ଯିବା ମୋର ପୁରୁଣା ସାଙ୍ଗ ମାନଙ୍କୁ ଟିକେ ଦେଖିକି ଆସିବା। ଆଗରୁ ମୁଁ ଏ ସାଇଟରେ ଗୋଟେ ସୂତା କମ୍ପାନୀରେ ମୁଁ ଡ୍ୟୁଟି କରିଥିଲି। ହେଲେ କିନ୍ତୁ ଆଙ୍କେ କହୁଛନ୍ତି ନାଇଁ ଲୋ ବୁଲୁ ଟାଇମ ହବନି। ଚାଲେ ମୁଁ ଏଇଠୁ ଗଲେ ଟିକେ ରେଷ୍ଟ ନେବି ପୁଣି ଆଉ ଥରେ ଡ୍ୟୁଟି ଆସିବି ଫେର ଆମେ ଆଉ କୋଉ ଦିନ ଯିବା। ମୁଁ କହିଲି ହଁ ହଉ ଆଉ କଣ କରିବା ଯିବା ଆଉ। କିନ୍ତୁ ମାନେ ପୁରୁଣା ସାଙ୍ଗ ମାନଙ୍କୁ ମୁଁ କୋଉଦିନ ଟିକେ ଦେଖିବି ମୋର ଆଉ ଥରେ ମନ ହଉଛି ଗୁପଚୁପ୍ ଟିକେ ଖାଇବାର ହେଇଥାନ୍ତା ବୁଲିକି ଟିକେ ଆସିବାର ହେଇଥାନ୍ତା କିନ୍ତୁ ମନା କରୁଛନ୍ତି ଆଉ। ମୁଁ ବି ଆଉ ତାଙ୍କୁ ବେଶୀ କିଛି ବାଧ୍ୟ କରିପାରିନି କାରଣ ଓଟି ଡ୍ୟୁଟି କରୁଛନ୍ତି ନା। ଆଉ ବେଶୀ ବାଧ୍ୟ କଲେ ନା ବିଜାର ହେବେ ସେଥିପାଇଁ ନା ହଉ କହିକି ଧିର ରହିଗଲି ଚୁପଚାପ। ଆଉ ଦିନ ହେଲେ ତ ଯିବି ନା ଦେଖେଇବି ଆପଣ ମାନଙ୍କୁ ମୋ ସାଙ୍ଗମାନେ କେମିତି ଅଛନ୍ତି। ବଢିଆ କମ୍ପାନୀ ରୁମ ବି ବଢିଆ ଯିଏ କରିବ ନା ଆସନ୍ତୁ 12,000 ଟଙ୍କା ସେଟା ଦରମା ମିଳୁଛି। ଏଇ ଭିତରେ ରୁମ କୁ କଣ ଆସିବ ସେଇଠି କହୁଛି ଚାଲୁନୁ ସେପଟେ କଣ ଅଛି ଟିକେ ବୁଲିକି ଦେଖିକି ଆସିବା। ଏପଟେ କିଛି ନାଇଁ ଗୋଟେ ଛୋଟ ଗାଁ ଟେ ଅଛି। ଆଉ ମନ୍ଦିର ଟିକେ ମସ୍ତାଣୀ ଟିକେ ଏମିତି ଅଛି ଆଉ। ଏଇ ଭିତରେ ନା ମୋ ସ୍ୱାମୀ ଆସିକି ମତେ ଦଉଛନ୍ତି ଜଳଖିଆର 20 ଟଙ୍କା ଟେ ବଞ୍ଚିଲା ନା କହୁଛନ୍ତି ନେ। ମୁଁ କହିଲି ହଉ ଭଲ କଥା ଏମିତି ମତେ ଡେଲି ଦଉଥାଉ ପଇସା। ଆଉ ଆଜି ତ 20 ଟଙ୍କା ଦେଲେ ଅଧିକ ଅଧିକ କେମିତି ଦିଅ। ହେ ମା ଲକ୍ଷ୍ମୀ ମୁଁ କେମିତି ବେଶୀ ବେଶୀ ପଇସା ମୋ ସ୍ୱାମୀ ମତେ ଯେହେତୁ ମୁଁ କେମିତି ପକେଇବି। ଆଉ ମୋର ଏତେ ଏତେ ପଇସା ଯେମିତି ହେଇଯିବ ଏତେ ପଇସା ହେଇଯିବ